ପିଠା ଏଠି ଦେଖନ୍ତୁ କେତେ ସୁନ୍ଦର ହେଇଛି ଆଉ ଖାଇବାକୁ ତ ବହୁତ ଟେଷ୍ଟି ଲାଗୁଥିଲା। ପୁରାପୁରି କମ୍ ସମୟରେ ଅତି ସହଜରେ ଆମେ ବନେଇ ପାରିବା। ଏଇ ଯେଉଁ ପୋଡ଼ ପିଠାଟି ଆମେ ବନେଇଛେ ଆକୁ ବନେଇବାକୁ ବହୁତ ସହଜ, ଯିଏ ବି ହେଲେ ବନେଇ ପାରିବେ। ଯେଉଁମାନେ ନୂଆ ନୂଆ ରୋଷେଇ କରୁଛନ୍ତି ସେମାନେ ବି ବନେଇ ପାରିବେ। ଗୋଟେ ଛୋଟ ପିଲା ବି ଚାହିଁଲେ ଏ ପିଠାକୁ ବନେଇ ପାରିବେ। କିଛି ଅସୁବିଧା ନାହିଁ, କିଛି କଷ୍ଟ ନାହିଁ। ନମସ୍କାର, କୁକ୍ ୱିଥ୍ ମୋର୍ଛା ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ସବୁ ମେଜରମେଣ୍ଟ ଠିକ୍ ରଖିଲେ ପୋଡ଼ ପିଠା ଆମର ପରଫେକ୍ଟ ବନିବ। ଏଠି ଦେଖନ୍ତୁ ମୁଁ ଏ କପ୍ରେ ମାପିକି 1 କପ୍ ଚାଉଳ ନେଲି। ଏଇଟା ବହୁତ ବଢ଼ିଆ, ମାନେ ଯେଉଁ ଚାଉଳ ପିଠା ହୁଏ ମୋଟା ଚାଉଳ, ଅରୁଆ ଚାଉଳ, ସେଇ ଚାଉଳ ନେଲି। ଆଉ ମୁଠେ ବାସୁମତୀ ବାସ୍ନା ଚାଉଳ ନେଇଛି। ପକାଇଦେଲେ ବହୁତ ବଢ଼ିଆ ବାସ୍ନା ହେବ ବୋଲି ନେଲି। ତାପରେ ଆକୁ ପାଣି ଦେଇକି ବତୁରେଇ ଦେବା। ଆଗ ଏମିତି ପାଣି ଦେଇକି ଧୋଇଦେବା। ଧୋଇଦେଲେ କ'ଣ ହେବ ନା, ଯେଉଁଠି ଟିକେ ଟିକେ ଖୁଦ ଫୁଦ ଭଳି ତସୁ ଥିବ ଭାସି ପଳେଇବ। ପାଛୁଡ଼ିବେ ଯଦି ପାଛୁଡ଼ିଥିବେ, କିନ୍ତୁ ଧୋଇକିରି ବତୁରେଇଲେ ବହୁତ ହି ବଢ଼ିଆ ହେବ। ତ ଧୋଇ ସାରିଲି, ତାପରେ ପାଣି ଦେଇକି ଏମିତି 2-3 ଘଣ୍ଟା ପର୍ଯ୍ୟନ୍ତ ବତୁରେଇ ଦେବା। ଚାଉଳ ବତୁରି ସାରିଲେ ବାଟିବାକୁ କିଛି ସମୟ ଥିବ, ମାନେ 10-15 ମିନିଟ୍ ଥିବ, ଆମେ କ'ଣ କରିବା, ଚୁଡ଼ାକୁ ନେଇକି ବତୁରେଇବା। ଚୁଡ଼ା ମୁଁ ଏଇଠି ଗୋଟେ ଛୋଟ ତାଟିଆର ଅଧ ତାଟିଏ ନେଇଛି, ମାନେ ସେ କପ୍ରେ ଅଧ କପ୍ ହେବ। ଚୁଡ଼ାକୁ ସେଠି ପାଣି ପୁରେଇକି ବତୁରେଇ ଦେବା। ଏପଟେ ଦେଖିବା ଚାଉଳ ତ ବଢ଼ିଆ ଭାବରେ ବତୁରି ଯାଇଛି। 3 ଘଣ୍ଟା ପର୍ଯ୍ୟନ୍ତ ମୁଁ ବତୁରେଇଥିଲି। ତ ତାକୁ ଆମେ ଧୋଇକିରି ପୁଣି ବାଟିବାକୁ ଯିବା। ବନ୍ଧୁ, ଚ୍ୟାନେଲରେ ଯଦି ନୂଆ ଅଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିନିଅନ୍ତୁ। ପାଖରେ ଥିବା ବେଲ୍ ବଟନ୍ରେ ଦବାନ୍ତୁ, ଅଲ୍ରେ ମଧ୍ୟ ସିଲେକ୍ଟ କରନ୍ତୁ, ଯାହାଫଳରେ କି ମୁଁ ଆଗକୁ ଯେଉଁ ଭିଡ଼ିଓ ପକାଇବି ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିପାରିବ। ଆପଣ ବି ସର୍ବପ୍ରଥମେ ନୂଆ ନୂଆ ରେସିପି ଦେଖିପାରିବେ। 10 ମିନିଟ୍ ପାଖାପାଖି ମୁଁ ଏଠି ଚୁଡ଼ାକୁ ବତୁରେଇ ଦେଇଥିଲି, ବଢ଼ିଆସରେ ବତୁରି ଯାଇଛି। ଚୁଡ଼ାକୁ ଯେତେବେଳେ ନେବେ, ମୋଟା ଚୁଡ଼ା ଟିକେ ନେବେ, ଆଉ ବଢ଼ିଆ ହେବ ପିଠା ପାଇଁ। ଆଉ ଏବେ କ'ଣ କରିବା, ଚୁଡ଼ାକୁ ଚାଉଳକୁ ନେଇକି ବାଟିବା। ଆଉ ଏଥିରେ କିଛି ଜିନିଷ ମିଶାଇବା, ଯାହାକି ଆମ ପିଠାକୁ ବହୁତ ସ୍ୱାଦିଷ୍ଟ କରିବ। ଯେଉଁମାନେ ବିଲକୁଲ ବି ବନେଇ ପାରନ୍ତିନି, ପୋଡ଼ ପିଠାକୁ ବନେଇବାକୁ ଡରନ୍ତି, ତ ସେମାନେ ଏଇ ଉପାୟରେ ପୋଡ଼ ପିଠା ବନାନ୍ତୁ। ଦେଖିବେ ପୁରା ଆରାମରେ ବନେଇ ଦେବେ, କମ୍ ସମୟରେ ବନେଇବେ। ସେଇ କପ୍ରେ ଅଧ କପ୍ ପାଣି ଦରକାର ହେବ ଆମକୁ ବାଟିବାକୁ, ବେଶୀ ଜମା ନେବେନି। ଖଣ୍ଡେ ଅଦାକୁ ମୁଁ ଛେଚିକି ନେଲି। ଆଉ ଫାଳେ ନଡ଼ିଆ କୋରିଥିଲି, ତାକୁ ନେଲି। ତାକୁ ନେଇକି ଏମିତି ବାଟି ନେବା, କାରଣ ଏଇ ଯେଉଁ ପିଠାଟା ତିଆରି ହେଉଛି, ନଡ଼ିଆଟା ବାଟିଲେ ହିଁ ସ୍ୱାଦିଷ୍ଟ ଲାଗିବ। ତ ଦେଖନ୍ତୁ ଏଠି ଏମିତି ପାଲିସ୍ କରିକି ବାଟି ଆଣିଛି। ଚାଉଳ ନଡ଼ିଆ ଯେମିତି ଭଲ ଭାବରେ ପାଲିସ୍ ହେଇଯାଇଥିବ। ତାପରେ ଆମେ ଗୁଡ଼ ନେବା। ଗୁଡ଼ ଏଠି ମୁଁ ନେଇଛି ଗୋଟେ, ମାନେ କପ୍ରୁ ଟିକେ କମ୍, ସେ ଠିକ୍ ମିଠା ହେଇଥିଲା। ଯଦି ଆପଣ ବହୁତ ମିଠା ଖାଆନ୍ତି ତାହେଲେ 1 କପ୍ ଗୁଡ଼ ନେବେ। 1 କପ୍ ଚାଉଳ ନେଲି, 1 କପ୍ ଗୁଡ଼ ନେବା। ଆଉ ଅଧ କପ୍ ପାଣି ଏଠି ଦେଲି। ଦେଖନ୍ତୁ ଗୁଡ଼ ଧିରେ ଦେଇକି ତାକୁ ଟିକେ ମେଲ୍ଟ କରିନେବା। ଯଦି ଜାଣିବା ଆମେ ବାଲି ବାଲି ଲାଗୁଛି ତଳକୁ କିମ୍ବା ଗୋଡ଼ି ଲାଗୁଛି, ତାକୁ ଛାଣିଦେବା। ଯଦି ଭଲ ଗୁଡ଼ ଥିବ ଛାଣିବା ବିଲକୁଲ ବି ଦରକାର ନାହିଁ। ତ ଗୁଡ଼କୁ ବେଶୀ ସମୟ ରଖିବାନି। ଏମିତି ଯେମିତି ମେଲ୍ଟ ହେଇଯିବ, ପାଣିଟି ଟିକେ ଗରମ ହେଇଯିବ, ପୁରା ବଢ଼ିଆ ଭାବରେ ଗରମ ହେଇଯିବ, ତାକୁ ନେଇ ବାହାର କରି ଆଣିବା। ତାପରେ ଏଠି ଦେଖନ୍ତୁ ମୁଁ ବ୍ୟାଟରକୁ ଆଉ ଗୋଟେ ଜାଗାକୁ ଓଜାଡ଼ି ନେଲି। ଆଉ ସେ ଗୁଡ଼ ପାଣିକୁ ସେଥିରେ ଦେଇକି ଭଲ ଭାବରେ ମିଶାଇବା। ଏଇଠି ଯେଉଁ ଜାଗାଟା ନେଇଛି ଟିକେ ଛୋଟ ହେଲା, ସେଥିପାଇଁ ଅଧେ ଗୁଡ଼ ପାଣି ତା ଦେହରେ ମିଶାଇଲି, ପଛରେ ଆଉ ମିଶାଇବା। ତେଜପତ୍ର 2-3ଟା ନେଲି, ଗୋଲମରିଚ ଗୁଣ୍ଡ, ଗୁଜୁରାତି 2ଟା ଛେଚିକି ନେଲି। ଏସବୁ ଦେଲେ ବହୁତ ବଢ଼ିଆ ବାସ୍ନା ହେବ। ତାପରେ ଏଠି ଦେବା ଗୁଆ ଘିଅ 1 ଚାମଚ। ଏସବୁ ଦେଲେ ପିଠାଟା ବହୁତ ଟେଷ୍ଟି ହେବ, ଆଉ ନରମ ବି ହେବ ଘିଅ ଦେଲେ। ତ ଏଠି ଦେଖନ୍ତୁ ପ୍ରେସରରେ ଟିକେ ଘିଅ ଦେଇକି ଭଲ ଭାବରେ ତାକୁ ଲଗେଇଦେଲି। ପ୍ରେସର ଗୋଟା ଯାକ ଘିଅ ଯେମିତି ଲଗେଇଦେବା। ତାପରେ କଦଳୀପତ୍ରକୁ ଟିକେ ସେକିଦେବା, ତାପରେ ପ୍ରେସରରେ ଦେବା। କଦଳୀପତ୍ରକୁ ଯଦି ସେକିଦେବା, ପ୍ରେସରରେ ପୁରା ଲାଖିକି ରହିବ। ନହେଲେ ଯେତେବେଳେ ଆମେ ବ୍ୟାଟର ଦେବା, କଦଳୀପତ୍ର ଉପରକୁ ଭାସିକି ଉଠି ଆସିବ। ତ ସେଥିପ୍ରତି ଟିକେ ଧ୍ୟାନ ଦେବେ, ବହୁତ ବଢ଼ିଆ ପିଠା ତିଆରି ହେବ। କଦଳୀପତ୍ର ଉପରେ ଆଉ ଟିକେ ଘିଅ ଲଗେଇଦେବା। ଆଉ ଏଠି ଦେଖନ୍ତୁ ମୋର ପ୍ରେସରରେ କଦଳୀପତ୍ର କେମିତି ପୁରା ଚିପକିକି ଲାଗିଯାଇଛି। 4 କର ବି ସେମିତି ପତ୍ରକୁ ଗରମ କରିଦେବା। ନରମ ହେଇଯିବ ଯେତେବେଳେ ପତ୍ର, ଘିଅ ଲଗେଇ ଦେଇକି ଏମିତି ଚିପକେଇ ଦେବା। ଗରମରେ ଯେଉଁ ଗୁଳଗୁଳି ହେଉଛି, ନିଆଁ ପାଖରେ କିମ୍ବା ଗ୍ୟାସ୍ ପାଖରେ କିଛି ସମୟ ରହିବାକୁ ବିଲକୁଲ ବି ଇଚ୍ଛା ହୁଏନି। ବହୁତ କଷ୍ଟ ହୁଏ, ପ୍ରବଳ କଷ୍ଟ ହୁଏ, ଝାଳ ବୁଡ଼ିଯାଏ। ସେଥିପାଇଁ ଆମକୁ ପୋଡ଼ପିଠା ଯେତେବେଳେ ନା ଶୁଣିବା, ପୋଡ଼ପିଠା ମାନେ ଡରିବା। ଏତେ ପୋଡ଼ପିଠା ଏତେ ପରିଶ୍ରମ କରି କିଏ କରୁଛି ଏତେ ସମୟ ଲଗେଇକିରି। କିନ୍ତୁ ଏଇ ପୋଡ଼ପିଠା ଦେଖନ୍ତୁ କେତେ ସହଜରେ, କେତେ କମ୍ ସମୟରେ ତିଆରି ହେଇଯିବ। ବିଲକୁଲ ବି କଷ୍ଟ ଲାଗିବନି ଦେହକୁ। କିଛି କଟା ନଡ଼ିଆ ରଖିଥିଲି, ତାକୁ ସେଥିରେ ଦେଇଦେବା। ଲୁଣ ଟିକେ ଦେଇଦେବା, ତାକୁ ଭଲ ଭାବରେ ମିଶାଇ ନେବା। ଲୁଣ ଦେଖିକି ନେବେ, କାରଣ ମିଠାରେ ବେଶୀ ଲୁଣ ଦରକାର ନାହିଁ। ଲୁଣ ମୁଁ ଏଠି ନେଲି 1/2 ଚାମଚରୁ ଅଧା। ତାପରେ ତ ପ୍ରେସରକୁ 2-3 ସେକେଣ୍ଡ ଗରମ କରିନେବା। ତାପରେ ବ୍ୟାଟରକୁ ସବୁ ଓଜାଡ଼ି ନେବା।
ଆଉ ଏମିତି ବ୍ୟାଟରକୁ ଓଜାଡ଼ିବା ଯେ କଦଳୀପତ୍ର ଯେମିତି ହିଁ ଚାରିପଟ ଲାଗିଥିବ ସେଥିପ୍ରତି ଟିକେ ଧ୍ୟାନ ଦେବା। ତାପରେ କଭରକୁ ଦେଇଦେବା, ହୁଇସିଲକୁ କାଢ଼ି ନେବା। ତ କଭରର ରବରକୁ ବିଲକୁଲ ବି କାଢ଼ିବେନି। ତ କଭର ରବର ଦେଇଦେଲେ ବଢ଼ିଆ ଭାବରେ ଖାପି ହେଇକି ରହିବ। ଆଉ ଏମିତି ହୁଇସିଲକୁ କାଢ଼ିକି ଆମେ ବସେଇ ନେବା ହାଇ ଫ୍ଲେମ୍ରେ 3-4 ମିନିଟ୍ ପାଖାପାଖି ଦେଇଦେବା ହାଇ ଫ୍ଲେମ୍। ତାପରେ ଆମେ ଲୋ ଫ୍ଲେମ୍ ଦେବା। ମୁଁ ଏଠି ହାଇ ଫ୍ଲେମ୍ରେ ବସେଇଛି ଆଉ ବାମ୍ଫ ଗୁଡ଼ା କେମିତି ଉପରକୁ ପଳେଇ ଆସୁଛି ଦେଖନ୍ତୁ। ତ ଏତିକି ବେଳେ ଆମେ କ'ଣ କରିବା, ଯେମିତି 3-4 ମିନିଟ୍ ହେଇଯିବ ଏମିତି ଲୋ ରଖିଦେବା ଗ୍ୟାସ୍ର ଫ୍ଲେମ୍କୁ। ତାପରେ ପୁରା 50 ମିନିଟ୍ ପର୍ଯ୍ୟନ୍ତ ଆକୁ ଏମିତି ବସେଇବା। ପୁରା ଲୋ ଫ୍ଲେମ୍ରେ 50 ମିନିଟ୍ ପର୍ଯ୍ୟନ୍ତ ବସେଇବା। ତ ଆହୁରି ଯଦି ଆଠୁ ବେଶୀ ବ୍ୟାଟର ତିଆରି କରିଥିବେ ତାହେଲେ 1 ଘଣ୍ଟାଠୁ ପର ଆହୁରି ଟିକେ ବସେଇବେ। ଆପଣଙ୍କ ବ୍ୟାଟରକୁ ଦେଖିକି ଆପଣ ସମୟ ନେବେ। ମୁଁ ଏଇଠି 50 ମିନିଟ୍ ବସେଇଥିଲି। ଦେଖନ୍ତୁ ପିଠା କେତେ ବଢ଼ିଆ ହେଇଛି। ପୁରା ଚାରିପଟ କେମିତି ଶୁଖିଲା ଲାଲ ଲାଲ ହେଇଯାଇଛି। ଏଇଠି ଜାଣିବା ପୁରା ବଢ଼ିଆ ଭାବରେ ପିଠାଟି ହେଇଯାଇଛି ଆଉ ସିଝିଛି ମଧ୍ୟ। ଦେଖନ୍ତୁ ମୁଁ ଏଠି ପାଣି ଲଗେଇକି ହାତରେ ଟିକେ ଲଗାଉଛି, ବିଲକୁଲ ବି ଲାଗୁନି। ଟିକେ ଟିକେ ବାମ୍ଫ ପଡ଼ିକି ତା'ର କଭରର ବାମ୍ଫ ପଡ଼ିକି ଟିକେ ଓଦା ହେଇଛି ହାତରେ ଯଦି ଲାଗୁଥିବ ଆପଣମାନେ ଜାଣିବେ ଯେ ନାଇଁ ଏଇଟା କଞ୍ଚା ଅଛି, ଜମା ନୁହେଁ। ତ ଆକୁ ନେଇଯିବା, ପୁରା ଥଣ୍ଡା କରିବାକୁ ଛାଡ଼ିବା। ଦେଖନ୍ତୁ ଏଠି ଗୋଟେ ପିଞ୍ଛ ଆଣିକି ମୁଁ ଏଠି ଏମିତି ଦେଖୁଛି। ଦେଖନ୍ତୁ ପିଞ୍ଛ ଦେଇକି ଯେତେବେଳେ ଦେଖିବା ଆମେ ଜାଣିବା ଯେ ପିଠା ହେଇଛି କି କଞ୍ଚା ଅଛି। ବିଲକୁଲ ବି ହାତରେ ଲାଗୁନି। ଦେଖନ୍ତୁ ମୁଁ ଏଠି 2 ଥର ତାକୁ ଚେକ୍ କରିଛି, ବିଲକୁଲ ବି ହାତରେ ଲାଗୁନି। ତ ଆମେ ଜାଣିବା ପିଠାଟି ପରଫେକ୍ଟ ହେଇଯାଇଛି। ଆଉ ଏବେ ବିଲକୁଲ ବି ଭାବିବାନି ପିଠା କଞ୍ଚା ଅଛି ବୋଲି। ଓହ୍ଲେଇ ନେବା, ପୁରା ଥଣ୍ଡା ହେବାକୁ ଛାଡ଼ିବା। ତ ଦେଖିଲେ ତ କେତେ ସହଜରେ ପିଠାଟି ତିଆରି ହେଇଗଲା। ଏଠି ଥଣ୍ଡା ହେଇଯାଇଛି। ରାତିରେ ମୁଁ ତିଆରି କରିଥିଲି, ପୁରା ସକାଳକୁ ତାକୁ ବାହାର କରୁଛି। କାରଣ ପ୍ରେସର ଯଦି ଗରମ ଥିବ ହାତରେ ଲାଗିଯିବ, ବାହାର କରିବାକୁ ଟିକେ ଅସୁବିଧା ହେବ। ତ ସେଥିପାଇଁ ପୁରା ଥଣ୍ଡା ହେଲା ପରେ ତାକୁ ବାହାର କରିବା। ଗୋଟେ ଖରିଗା ନେଉଛି, ଦେଖନ୍ତୁ ଚାରିପଟ ଟିକେ ଟିକେ ଏମିତି ଖେଞ୍ଚି ନେଲା ପରେ ଦେଖିବେ ପିଠାଟି ପୁରା ବଢ଼ିଆ ଭାବରେ ବାହାରି ଆସିବ। କଦଳୀପତ୍ର ଦିଆହେଇଛି, ବିଲକୁଲ ବି ଲାଗିବନି। ତ ଏଇ ଉପାୟରେ ଯଦି ପିଠା ବନେଇବେ ନା, ଛୋଟ ପିଲା ବି ୟାକୁ ବନେଇଦେବେ। ମେଜରମେଣ୍ଟ ସମୟ ଯଦି ଆମେ ଠିକ୍ ରଖିବା ନା, ତାହେଲେ ଆଖି ବୁଜିକିରି ପିଠା ତିଆରି କରିଦେବା। ତ ଏଠି ଦେଖନ୍ତୁ କେତେ ସୁନ୍ଦର ଭାବରେ ବାହାରି ଆସିଛି। ପୋଡ଼ ପିଠା ଯେହେତୁ ନିଶ୍ଚୟ ଟିକେ ପୋଡ଼ିବ, ତ ପୋଡ଼ିଲେ ହିଁ ଟିକେ ସ୍ୱାଦ ଲାଗିବ। ପ୍ରେସର ବିଲକୁଲ ବି ପୋଡ଼ିନି, ପତ୍ର ପୋଡ଼ି ଯାଇଛି। ସେଇଥିପାଇଁ ତ ପତ୍ର ଦିଆ ହୁଏ ନା, ନହେଲେ ପତ୍ର ଯଦି ନ ଦେଇଥାନ୍ତେ ପିଠା ତଳଟା ବେଶୀ ପୋଡ଼ି ଯାଇଥାନ୍ତା। ଏଠି ଦେଖନ୍ତୁ ଚାରିପଟ ଯେମିତି ବଢ଼ିଆ ଭାବରେ ଚୁଲିରେ ଯେମିତି ପୋଡ଼ନ୍ତି ସେମିତି ହିଁ ହେଇଛି। ଆଉ ଖାଇବାକୁ ବି ସେମିତି ଲାଗୁଥିଲା। ତ ଏଇ ପୋଡ଼ ପିଠାର ପାର୍ଥକ୍ୟ କ'ଣ ରହୁଛି ଜନ୍ତା ପୋଡ଼ ପିଠା ଅପେକ୍ଷା? ତ ନଡ଼ିଆ ଗୁଡ଼ା ଯେଉଁ ଆମେ ପକାଉଛେ ସେ କ'ଣ କରୁଛି ଉପରକୁ ଭାସିଯିବ। ସେ ମାନେ ମଝିରେ ମଝିରେ ଚାରିଆଡ଼େ ଯେଉଁଠି ନାହିଁ ସେଇଠି ରହିବନି। ଯଦି ଆମେ ଜନ୍ତା ପୋଡ଼ ପିଠା କରିବା ସବୁଆଡ଼େ ନଡ଼ିଆଟା ମିଶିକି ରହିବ, ଖଣ୍ଡ ଖଣ୍ଡ ନଡ଼ିଆଟା ଦେଖନ୍ତୁ। ସେଥିପାଇଁ ନଡ଼ିଆ ସେଥିରେ ବାଟିକିରି ପକା ହେଇଛି। ଚାଉଳ ଦେହରେ ବାଟି ଦେଇଛେ, କିନ୍ତୁ ନଡ଼ିଆଟା ଯଦି ଖଣ୍ଡ ଖଣ୍ଡ ରହିବ ପାଟିକି ଭଲ ଲାଗିବ। ଓ ନଡ଼ିଆ ଯେତିକି ପକାଇଥିଲେ ସବୁ ଉପରକୁ ରହିଯାଇଛି। ଆଉ ଏମିତି ପୋଡ଼ ପିଠାରେ ଏମିତି ହିଁ ଉପରକୁ ନଡ଼ିଆ ସବୁ ରହିଯିବ। ଆଉ ଏଇଠି କାଟିକି ଦେଖଉଛି, ଦେଖନ୍ତୁ କେତେ ସୁନ୍ଦର ଭାବରେ ପୁରା ବଢ଼ିଆ ଭାବରେ ନରମ ହେଇଛି, ସିଝିଛି, କିଛି ବି ଅସୁବିଧା ନାହିଁ। ଆପଣମାନେ ନିଶ୍ଚୟ ଏମିତି ତିଆରି କରନ୍ତୁ। ଖୁବ୍ କମ୍ ସମୟରେ ପିଠା କରିବାକୁ ଚାହୁଁଛନ୍ତି ଯଦି ଏମିତି ହିଁ ତିଆରି କରନ୍ତୁ। ଦର୍ଶକ ବନ୍ଧୁ, ଆଜିର ଏଇ ପିଠାଟି ଯଦି ପସନ୍ଦ ଆସିଲା ନିଶ୍ଚୟ ଗୋଟେ ଲାଇକ୍ ଦେବେ। ରହୁଛି, ଜୟ ଜଗନ୍ନାଥ।